ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା। ପରଲୋକାଗତ ଖ୍ୟାତନାମା ଫିଲ୍ମ ପ୍ରଯୋଜକ ରବି ସ୍ୱାଇଁଙ୍କ ଏକାଦଶ ଅବସରରେ ଭାବ ବିହ୍ୱଳ ସାରା ପରିବେଶ। ସ୍ମୃତିରେ ଭିଜିଲା ପିପିଲି ଏବଂ ଓଡ଼ିଆ ସିନେ ଜଗତ। ଏକାଦଶ କାର୍ଯ୍ୟକ୍ରମରେ ଜମିଥିଲା ବିଶାଳ ଲୋକସମୁଦ୍ର। ଓଡ଼ିଆ ଚଳଚ୍ଚିତ୍ରର ଅଭିନେତା, ଅଭିନେତ୍ରୀ, ରାଜନେତା, ବୁଦ୍ଧିଜୀବୀ, ସମାଜସେବୀ, ଶିଳ୍ପପତି ଓ ଶିକ୍ଷାବିତ୍ ସମସ୍ତେ ଏକାଠି ହୋଇ ରବି ସ୍ୱାଇଁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସମସ୍ତଙ୍କ ମନରେ ଗୋଟିଏ କଥା, ରବି ସ୍ୱାଇଁ ଆଉ ନାହାନ୍ତି, କିନ୍ତୁ ତାଙ୍କ ସ୍ମୃତି ଓ ଅବଦାନ ସବୁଦିନ ପାଇଁ ରହିବ। ରବି ସ୍ୱାଇଁ ଓଡ଼ିଆ ସିନେମାକୁ ନୂଆ ପରିଚୟ ଦେଇଥିଲେ। ତାଙ୍କ ଭଳି ଲୋକ ଦୁର୍ଲଭ, ଏହା ଆମ ପାଇଁ ଏକ ଅପୂରଣୀୟ କ୍ଷତି। କେବଳ ଚଳଚ୍ଚିତ୍ର ଜଗତ ନୁହେଁ ଦର୍ଶକ ବନ୍ଧୁ, ପିପିଲି ଅଞ୍ଚଳରେ ଶିକ୍ଷାକୁ ନୂଆ ଦିଗ ଦେଖାଇଥିଲେ ରବି ସ୍ୱାଇଁ। ତାଙ୍କ ଉଦ୍ୟମ ଓ ପ୍ରୟାସ ଆଜି ମଧ୍ୟ ଅନେକ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ସାଜିଛି। ରବି ସ୍ୱାଇଁଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଭାବବିହ୍ୱଳ ହୋଇପଡ଼ିଥିଲେ ସମସ୍ତେ। ରବି ସ୍ୱାଇଁ ଥିଲେ ଏକ ଅଦ୍ୱିତୀୟ ପ୍ରତିଭା, ଏକ ସହୃଦୟ ମଣିଷ। ରବି ସ୍ୱାଇଁଙ୍କ ବିୟୋଗ ଓଡ଼ିଶା ପାଇଁ ନିଶ୍ଚୟ ଏକ ବଡ଼ କ୍ଷତି। ବ୍ୟୁରୋ ରିପୋର୍ଟ, ଦି ରୁରାଲ ନ୍ୟୁଜ୍ ଓଡ଼ିଆ। এটা ଗୋଟେ ବହୁତ ବଡ଼ ଦୁଃଖର କଥା। ପିପିଲି ମାଟି ଗୋଟେ ସୁଯୋଗ୍ୟ ସନ୍ତାନକୁ ତାର ହରେଇଲା। ମଣିଷ ମରିବ ଦିନେ, ଜନ୍ମ ହେଲେ ଦେବତା ବି ମରେ। ସାର୍ଥକ ଜୀବନ ତାର, ଯାହା ପାଇଁ ଗୋଡ଼ି ମାଟି ଛୁରେ। ତେଣୁ ଏମିତି ଜଣେ ବିଶିଷ୍ଟ ବ୍ୟକ୍ତି ଥିଲେ। ପିପିଲି ମାଟି ଅନେକ ସୁଯୋଗ୍ୟ ସନ୍ତାନକୁ ଜନ୍ମ ଦେଇଛି। ସମାଜସେବୀଠୁ ଆରମ୍ଭ କରି, ଲଢ଼ୁଆ ପୁଅଠୁ ଆରମ୍ଭ କରି, ସାହିତ୍ୟିକ, ନେତା, କଳାକାର, ସେମାନଙ୍କ ଭିତରେ ଇଏ ଜଣେ ଅନନ୍ୟ ବ୍ୟକ୍ତିତ୍ୱ। ଯେପର୍ଯ୍ୟନ୍ତ ଚଳଚ୍ଚିତ୍ର ଜଗତ ଓଡ଼ିଆର ବଞ୍ଚିଥିବ, ସେ ପର୍ଯ୍ୟନ୍ତ ଏ ବିଶିଷ୍ଟ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱକୁ ସମସ୍ତେ ଓଡ଼ିଆ ମାଟି ପାଣି ପବନ ଝୁରୁଥିବ। ଯେଉଁ 4ଟି ଚଳଚ୍ଚିତ୍ର ଓଡ଼ିଆ ସିନେମାକୁ ପ୍ରଦାନ କରିଛନ୍ତି, ସେ ସମସ୍ତଙ୍କର ହୃଦୟଗ୍ରାହୀ ହୋଇଥିଲା। ମୋର ସ୍ୱାମୀ ଦିବଙ୍ଗତ ନେତା ଶ୍ରୀଯୁକ୍ତ ମହାରଥୀ ସେ 4ଟି ଭିତରୁ ସବୁଠୁ ବେଶୀ ଭଲ ପାଉଥିଲେ କି ହେବ ଶୁଆ ପୋଷିଲେ। ଯେତେ ଥର ଦିଏ ସେତେ ଥର ସିଏ ଦେଖନ୍ତି, ମୁଁ ମଧ୍ୟ ବସିକି ଦେଖେ। ତେଣୁ ସବୁଠୁ ବେଷ୍ଟ ଚଳଚ୍ଚିତ୍ର ବୋଧେ ଆଜି ପର୍ଯ୍ୟନ୍ତ ଓଡ଼ିଆ ସିନେମାକୁ ଯିଏ ପ୍ରଦାନ କରିଛନ୍ତି ସେ ହେଉଛନ୍ତି ସ୍ୱର୍ଗତ ରବି ସ୍ୱାଇଁ ମହୋଦୟ। ତେଣୁ ତାଙ୍କର ଏଇ ସ୍ମୃତି ସଭାକୁ ମୁଁ ଯୋଗ ଦେବା ପାଇଁ ଆସିଛି। ନିଜକୁ ଭାଗ୍ୟବତୀ ମନେ କରୁଛି। ଜଣେ ବିଶିଷ୍ଟ ବ୍ୟକ୍ତିଙ୍କର ଶ୍ରଦ୍ଧାଞ୍ଜଳି ସଭା। ତେଣୁ ସମସ୍ତେ ତ ଆସିଛେ, ଦୁଇ ଦିନର ଦୁନିଆ, ସମୟ ଆସିଲେ ଯିବାକୁ ହବ, କିନ୍ତୁ କୀର୍ତ୍ତି ହିଁ ଅମ୍ଳାନ ହେଇ ରହିଯାଏ ଏଠି। ତେଣୁ ସେଇ ବ୍ୟକ୍ତିଙ୍କର ସେଇ ଅମ୍ଳାନ କୃତିତ୍ୱକୁ ଆମେ ଝୁରିବା, ତାଙ୍କର ପଦାଙ୍କ ଅନୁସରଣ କରିବା। ଓମ୍ ଶାନ୍ତି। ରବିବାବୁଙ୍କ ବିଷୟରେ ତ କିଛି କହିବା ପାଇଁ ମୋ ପାଖରେ ଭାଷା ନାହିଁ। ସିଏ ଗୋଟେ ଏମିତି ପ୍ରତିଭା, ଏମିତି ଗୋଟେ ଲୋକ, ମାନେ ତାକୁ ଆପଣ ମୋ ଅପେକ୍ଷା ପିପିଲି ଲୋକମାନେ ବହୁତ କହିପାରିବେ, ବହୁତ ଜାଣିଛନ୍ତି। ମୁଁ ତାଙ୍କୁ ଚଳଚ୍ଚିତ୍ର ଏ ହିସାବରେ ଯେତିକି ଜାଣିଛି ସେତିକି। ଏତେ ଅମାୟିକ ଲୋକ, ଏତେ ଭଲ ପାଇବା ଆର୍ଟିଷ୍ଟମାନଙ୍କୁ ସେ ଏତେ ଭଲ ପାଆନ୍ତି। କେତେ ବଡ଼ ବଡ଼ କଳାକାରଙ୍କୁ ଇଣ୍ଟ୍ରୋଡ୍ୟୁସ୍ କରିଛନ୍ତି, କେତେ ଡାଇରେକ୍ଟର, କେତେ ଆସିଷ୍ଟାଣ୍ଟ ଡାଇରେକ୍ଟର। ଏଇ ବାପି କେତେ ପପୁଲାର ହେଇଥିଲେ, ତିସୌରୀ ଏତେ ବଢ଼ିଆ ଗୀତ ଗାଉଥିଲେ, କିନ୍ତୁ ଉଦଣ୍ଡି ସୀତାରେ ସେ କେତେ ମାଇଲେଜ ପାଇଲେ, କେତେ କଲେ, ସେ ବି ତ ସମସ୍ତେ ସେ ବିଷୟରେ ଜାଣନ୍ତି। ତେଣୁ ରବିବାବୁଙ୍କ ବିଷୟରେ ତ କିଛି କହିହେବନି। ସେ ତ ଗୋଟେ ମାନେ 4ଟି ସିନେମା କରିଛନ୍ତି, ଆଉ 4ଟି ସିନେମା ଲୋକମାନଙ୍କ ମନରୁ କେବେ ବି ଯିବନି। ମାନେ ଆଖି ଆଗରେ ପୁରା ସବୁ ସିନେମା ଗୁଡ଼ାକ ଗୋଟି ଗୋଟି ହେଇ ଦେଖାଯାଏ। ଯେହେତୁ ସିଏ ମୂଳରୁ ଶେଷ ପର୍ଯ୍ୟନ୍ତ, ପେପର ୱାର୍କଠୁ ଆରମ୍ଭ କରି ପିକ୍ଚର ରିଲିଜ ହେଲା ପର୍ଯ୍ୟନ୍ତ ସେ ଇନଭଲ୍ଭ ଥାଆନ୍ତି ସବୁଥିରେ, ସିନେମାରେ, ଷ୍ଟୋରିରେ, ମ୍ୟୁଜିକରେ, ସିଟିଂ, ସବୁ ବିଷୟରେ। ତେଣୁ ତାଙ୍କ ସିନେମା ସେଥିପାଇଁ ଏତେ ଭଲ ହୁଏ। ପିକନିକ୍ କରି ସେ ଦେଖନ୍ତି, ବାଛନ୍ତି। ଆଉ ସମସ୍ତଙ୍କର ଅଭିନୟ, ମୁଁ ଭାବେ ବୋଧେ ବିଜୟ ଭାଇ ଏତେ ଭଲ ଅଭିନୟ କରିଛନ୍ତି ତାଙ୍କ ସିନେମାରେ, ଅନ୍ୟ କେହି କରିପାରିବେନି। ଅପରାଜିତା ମହାନ୍ତି କୁହନ୍ତୁ, ସମସ୍ତେ ବଳ୍ପ ବହୁତ ସୁନ୍ଦର ସୁନ୍ଦର ଅଭିନୟ କରିଛନ୍ତି। ମୁଁ ତ ଗୋଟେ ଛୋଟିଆ ରୋଲଟେ କରିଥିଲି, କିନ୍ତୁ ସବୁଠୁ ବଡ଼ କଥା ହେଉଛି ବୋହୂ ହେଲା ଏମିତି ଯେତେବେଳେ ମୁଁ କଲି, ସେଇଟା ଏଇ ଘରେ ସୁଟିଂ ହେଲା। ଆଉ ମାସ ମାସ ଧରି ଏଇ ଘରେ ମୁଁ ରହିଛି, ସବୁଦିନେ ଆସେ, ଏଠି ସୁଟିଂ ହୁଏ। ସକାଳୁ ଯାଉ, ବହୁତ ଦିନ ଡେରି ହେଇଯାଇଥିଲି ମୁଁ ଏଇଠି ରୁହେ।
ଆଉ ରବିବାବୁଙ୍କର ଏତେ ଭଲ ପାଇବା ଏତେ ସ୍ନେହ ମମତା ସମସ୍ତେ ଏଇଠି ପୋଖରୀରୁ ମାଛ ଧରା ହବ ରୋଷେଇ ହବ ଖାଇବୁ ସେମିତି ପ୍ରଡ୍ୟୁସର ଆଉ ମିଳିବେନି ଜୀବନରେ ଆଉ କେହି ବି ପାଇପାରିବେନି ଏମିତି ଗୋଟେ ପ୍ରଡ୍ୟୁସର କେବେ ବି ମିଳିବେନି ଆଉ ତାଙ୍କର ସେଇ ଭଲ ପାଇବା ମୋତେ ଆଜି କଟକରୁ ଏଇଠିକି ଟାଣି ଆଣିଛି ଦେହ ଅସୁସ୍ଥ ଥିଲେ ବି ଯାହା ବି ହଉ କିନ୍ତୁ ଭାରି ଇଚ୍ଛା ହେଲା ନାଇଁ ମୁଁ ଟିକେ ଯାଏ ଆଉ ତ କେବେ ଯାଇପାରିବି ନ ଯାଇପାରିବି ଅନ୍ତତଃ ଆଜି ଟିକେ ଯାଇକି ତାଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଟିକେ ଯୋଗ ଦେଇକି ଆସେ। विक्रमादित्य स्वाई मो स्वर्गत रवि स्वाई पुतरा बड़ पुतरा मु आज तो मोर बड़ बापा नहांती आम सब भांगी पड़ीचु माने आमर परिचय भी सब नष्ट हो आम जो परिचित थिलु रवि स्वाई पुतरा बोली कहीकि मु परिचित होउतली आउ सेटा नाही गोटे प्रकार मो परिवार भी अंत हो आम आउ नहीं जो आगू बढ़ुतलु सी आउ नाही एबे आउ तेणु से जो भी अच्छा भले रुहतु अमर आत्मार सद्गति कामना करूँ। जड़े प्रतिष्ठित सफल उद्योगी पुरी जिलार गोटे कृषि संतान जड़े आदर्शवान लोक एवं गोटे डिटरमिन थिबा लोक जोटा कि कहती जो थे से मनोनिवेश करेंगे से ओहरती एवं तांकर बहुमुखी प्रतिभा भितर कला संस्कृति पाइका तांकर जेतिकी अवदान एवं कम समय भितर से बहुत लोकप्रिय कराई पारथिले निजे मध्य लोकप्रिय होइथिले किंतु से कौन प्रचार धर्मी लोक नथिले निजको प्रचार करवा बा निज कथा कहवा आड़े पढ़ेकी देखा भारी से सिंपल लोक थिले सरल लोक थिले सेमती लोक देखिले भी जानि परिबेन जे एडे बड़ लोक किंतु तांकर कार्य दक्षता उपरे एवं जो कार्य से करबा को चाहती से करके देखा बहुत अनुष्ठान सब से तैयारी कर दे जहाँकि सबुदिन मन रखियो से लोक जी से पाठ पढ़ुवे जी से चलिकी दाना पानी पाइबे बहुत लोग से दाना पानी पाई जो आज अवर्तमान से जहाँ तैयारी कर अनुष्ठान सब से अनुष्ठान में बहुत लोग उपकृत होती मुझर सहित संस्पर्श में आसी अनेक दिन तलू एवं तांकर साहाय्य सहयोग पाई आम कार्य मुझे भावे नहीं जे से गोटे आम परिवार अलग लोक कहीं परिवार प्रत्येक कार्य में जाए एठी जाए गाँव भी जाए सब गाँव परिवार लोक मत भावती परिवार लोक भाया बड़ भाई भाया सम्मान करे बड़ भाई भाया सब देखे आज जितेबाला मुझे देखुची समस्त गाँव सब लोक आसी से केवल पिपिली को आसला गाँ को केवे से भूली ना सब गाँ सहित संपर्क गाँ लोक सहित संपर्क जिते भाई परिवार को एकजुट करके रखार भूमिका गुरुत्वपूर्ण से दृष्टि से जड़े अति पवित्र आत्मार लोक आज महाप्रभु नहीं जाइए परिवार को केवल कष्ट होता नुहे समस्त को कष्ट होती जो मैंने संस्पर्श थे भी आसो समस्त को बाधि कष्ट होता वियोग समस्त को दुख आघात बड़ ज्वाई देवी प्रसाद महांती मो घर पुरी बापा के संगे परिचय मोर बहुत पूर्व मो माँ संगे परिचय थिला तो तापर 1974 मसीह सी ब्रजमोहन महांती सागे बापा देखाई कारण मो बापा भी राजनीति में रुचि रखते मो माँ भी पूर्वतन जिला परिषद अध्यक्ष थे पुरी तो से देखा चाह हुए 74 मसीह किंतु एमिति विडंबनार विषय से फेर मो तांकर बड़ झील को मत 1998 मसीह प्रस्ताव नहीं आसर बड़ ज्वाई तो जनसाधारण कहवाटा ठीक हम कारण मो बड़ ज्वाई समस्त गला ही आम जापर केते विख्यात थिले परे परे फोन आसी बापा कलाकृति जो गुड़ाक रखी सिनेमा विषय जो प्रगाढ़ ज्ञान जो आज तो आम भी परिवार हिसाब से भी आम छाड़ी गोटे प्रभु पाखे आशा जे प्रभु आम परिवार को आउ गोटे सेमती गोटे माने से दरदी मनुष्यटी आम परिवार जन्म दियो
ଭଗବାନଙ୍କ ଉପରେ ମୁଁ ସେଇଟା ସାହା କରୁଛି ଯେତେ ଦୂର ପାରିବି ବାପାଙ୍କର କିଛି ନା କିଛି ଯଦି ଭଗବାନ ସାହା ହୁଅନ୍ତି ମୁଁ କରିବାକୁ ଚେଷ୍ଟା କରିବି ପିପିଲିବାସୀଙ୍କ ପାଇଁ। ଏଇତିକି ମୋର ଇଏ ଯେ ଭଗବାନ ମୋତେ ସହାୟ ହୁଅନ୍ତି। ରବି ଭାଇ ଆମ ସାଙ୍ଗରେ ନାହାନ୍ତି। ରବି ଭାଇ ହିସାବରେ ସେ ବହୁତ ପରିଚିତ। ପିପିଲି ନିର୍ବାଚନ ମଣ୍ଡଳୀରେ ଦୁଃଖର ଛାୟା ଖେଳି ଯାଇଛି। ଆଜି ଆମେ ଜଣେ ହରେଇଲୁ, ଜଣେ ଭଲ ମଣିଷକୁ ହରେଇଲୁ। ରବି ଭାଇଙ୍କର ଅବଦାନ ପିପିଲି ପ୍ରତି ବହୁତ। ସେ ସିନେମା ହଲ୍ କରିଥିଲେ। ମୋର ମନେ ଅଛି କୌଶଲ୍ୟା ଟକିଜ୍ ସିନେମା ହଲ୍ ଥିଲା। ମୁଁ ଛୋଟ ପିଲା ହେଇଥିଲି। ତାଙ୍କ ସିନେମା ହଲ୍ରେ ବହୁତ ଥର ସିନେମା ଦେଖିଛି। ତାଙ୍କ ପାଖରେ ବସିଛି, ତାଙ୍କ ଗୀତ ବି ଶୁଣିଛି, ଦେଖିଛି। ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କର ଅତ୍ୟନ୍ତ ବନ୍ଧୁ ଥିଲେ, ଯେଉଁଥିପାଇଁ ଆଜି ଡକ୍ଟର ପ୍ରତିଭା ମହାରଥୀ ତାଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଛନ୍ତି। ଆମେ ଆଜି ଦୁଃଖିତ, ବହୁତ କିଛି ଅଭାବ ହେଇଗଲା ତାଙ୍କର ମୃତ୍ୟୁରେ। ତାଙ୍କର ଶିକ୍ଷା ପ୍ରତି ଅବଦାନ ଥିଲା, ଯାହାଫଳରେ ଗୋଟିଏ କଲେଜ ସେ କରିଥିଲେ, ଗୋଟେ ଛଇତନାରେ କଲେଜ କରିଥିଲେ। ତେଣୁ ବହୁତ ଗୁଡ଼ିଏ ଅନୁଷ୍ଠାନ ସେ କରିଥିଲେ। ଏ ଅଞ୍ଚଳ ଜଣେ ଭଲ ମଣିଷକୁ ହରେଇଲା, ଯେଉଁଥିପାଇଁ ଆଜି ଆମେ ଶ୍ରଦ୍ଧାଞ୍ଜଳି ସଭାରେ ତାଙ୍କ ସ୍ମୃତିଚାରଣ କରୁଛୁ। ଏବଂ ଜଗନ୍ନାଥ ତାଙ୍କ ପରିବାରକୁ ସହାୟ ହୁଅନ୍ତୁ ଏବଂ ସବୁଦିନ ପାଇଁ ରବି ଭାଇ ମନେ ରହିବେ। ରବି ଭାଇ ଅମର ରହେ, ରବି ଭାଇ ଅମର ରହେ, ରବି ଭାଇ ଅମର ରହେ।